ଆମେ ବ୍ୟବହାର କରୁଛୁ ଖେଳ ଟଙ୍କା ଓ ମୁଦ୍ରା। ଚାଲ ଦେଖିବା ଆମ ସହ 4 ଜଣ ଲୋକ ଅଛନ୍ତି। ସେଠାରେ କେତେ ଜଣ ଅଛନ୍ତି? ସେମାନେ 4 ଜଣ। ମୁଁ କିଛି ଟଙ୍କାକୁ 4 ଜଣଙ୍କ ମଧ୍ୟରେ ବାଣ୍ଟି ଦେବି। କେତେ ଟଙ୍କା ଚାଲ ଦେଖିବା। ବର୍ତ୍ତମାନ ଆମେ ଗଣିବା କାହା ପାଖରେ କେତେ ଟଙ୍କା ଅଛି। ପ୍ରଥମ ଲୋକ ପାଖରେ 2000 ଟଙ୍କା ଏବଂ ଗୋଟିଏ 500 ଟଙ୍କା। ଏହା କେତେ ହେଲା? ଗୋଟିଏ 2000 ଟଙ୍କା, ଗୋଟିଏ 500 ଟଙ୍କା। ଏଣୁ ତା ପାଖରେ 2500 ଟଙ୍କା ଅଛି। ଦ୍ୱିତୀୟ ଜଣଙ୍କ ପାଖରେ ଗୋଟିଏ 500 ଟଙ୍କା, ଗୋଟିଏ 10 ଏବଂ 511, 512, 513, 514, ଏଠାରେ 515 ଟଙ୍କା ଅଛି। ଯଦି ଆମେ ତୃତୀୟ ବ୍ୟକ୍ତିର ଦେଖିବା, ଗୋଟିଏ 100 ଟଙ୍କା, ଗୋଟିଏ 10 ଟଙ୍କା, 111, 112, 113, 114, 115। ମୋଟ ଏଠାରେ 115 ଟଙ୍କା ଅଛି। ଚତୁର୍ଥ ଲୋକ ପାଖରେ 100, 101, 102, 103, 104, 105। ଏଠି ମୋଟ 105 ଟଙ୍କା ଅଛି। ପ୍ରଥମ ଲୋକ ପାଖରେ ଅଛି 2500 ଟଙ୍କା। ଏହାର ଅର୍ଥ ତା ପାଖରେ ସର୍ବାଧିକ ପରିମାଣ ଅଛି ଏବଂ ଚତୁର୍ଥ ବ୍ୟକ୍ତି ପାଖରେ 105 ଟଙ୍କା ଅଛି, ଯାହାର ଅର୍ଥ ହେଉଛି ଏହି ବ୍ୟକ୍ତିଙ୍କ ପାଖରେ ସର୍ବନିମ୍ନ ପରିମାଣ ଅଛି। କିନ୍ତୁ ଗୋଟିଏ ପ୍ରଶ୍ନ ବାହାରିପାରେ, ଯଦି ଆମେ ଟଙ୍କାର ସଂଖ୍ୟାକୁ ଦେଖିବା, ସର୍ବାଧିକ ମୂଲ୍ୟ ସହିତ କେବଳ 2ଟି ନୋଟ୍ ଅଛି। ତା ପାଖରେ ଅଛି 2000 ଏବଂ 500 ଟଙ୍କା। କେବଳ 2ଟି ନୋଟ୍। ଚାଲ ଗଣିବା କେଉଁ ଟଙ୍କା ବିଡ଼ାର ମୂଲ୍ୟ ସର୍ବନିମ୍ନ। 1, 2, 3, 4, 5, 6। 6ଟି ନୋଟ୍ର ମୂଲ୍ୟ କମ୍, କିନ୍ତୁ କମ୍ ସଂଖ୍ୟକ ନୋଟ୍ର ମୂଲ୍ୟ ସର୍ବାଧିକ। ତାର ଅର୍ଥ ଟଙ୍କାର ମୂଲ୍ୟ ସଂଖ୍ୟା ସହ ବଢ଼େ ନାହିଁ। ଟଙ୍କାର ମୂଲ୍ୟ ବଢ଼େ ସେତେବେଳେ ତୁମର ଅଧିକ ମୂଲ୍ୟ ଥିବା ନୋଟ୍ ଥାଏ। ଏହି ତଥ୍ୟ ବୁଝାଯାଇପାରେ ଆମେ ଆବଶ୍ୟକ କରୁଥିବା କାର୍ଯ୍ୟକଳାପରୁ। ତାହା ହେଉଛି ଏଠାରେ ଉପସଂହାର। ଚାଲ କରିବା ଆଉ ଗୋଟିଏ କାର୍ଯ୍ୟକଳାପ। ମୁଁ ଏଠାରେ ଚୟନ କରୁଛି। ମୋ ପାଖରେ ଅଛି 100 ଟଙ୍କିଆ ନୋଟ୍ ଏବଂ ଗୋଟିଏ 5 ଟଙ୍କିଆ ନୋଟ୍। ସେମାନଙ୍କୁ ନେଇ କେତେ ପାଇଲେ? ଗୋଟିଏ 100 ଟଙ୍କାରୁ 5 ଟଙ୍କାରୁ ଗୋଟିଏ। ବର୍ତ୍ତମାନ ଆମେ ଜାଣିଲେ 105 ଟଙ୍କା। ଅନ୍ୟ କେଉଁ ବାଟେ ଆମେ 105 ଟଙ୍କା ପାଇଁ ଅନ୍ୟ ଟଙ୍କାଗୁଡ଼ିକୁ ବ୍ୟବହାର କରିବା? ଚାଲ ଦେଖିବା ସମ୍ଭାବନାଗୁଡ଼ିକ। ଆମ ପାଖରେ ଅଛି ଗୋଟିଏ ତଥ୍ୟ। ତାହା ହେଉଛି ଗୋଟିଏ ପଦ୍ଧତିରେ ଆମ ପାଖରେ ଅଛି 100 ଏବଂ ଗୋଟିଏ 5 ଟଙ୍କିଆ ନୋଟ୍ର ମୋଟରେ 105 ଟଙ୍କା। ଯଦି ଆମେ ଅନ୍ୟ ପଦ୍ଧତି ବ୍ୟବହାର କରିବା, ଆମେ କ'ଣ କରିବା ଉଚିତ? ଆମେ ଭିନ୍ନ ଭିନ୍ନ ମୂଲ୍ୟର ଟଙ୍କା ନେବା। ଚାଲ ଅଲଗା ନୋଟ୍ ନେଇ ଚେଷ୍ଟା କରିବା। ଆମେ 100 ଟଙ୍କା ଦେଇ ଖୁଚୁରା ପାଇବା ଏବଂ ତାହାକୁ ତଳେ ରଖିବା। ମୁଁ 100 ଟଙ୍କାକୁ କିପରି ଖୁଚୁରା କରିବି? ମୁଁ ତାକୁ 2ଟି 50 ଟଙ୍କିଆ ଦ୍ୱାରା ଦେଇପାରିବି କି? ହଁ, ମୋ ପାଖରେ 2ଟି 50 ଟଙ୍କିଆ ଅଛି। ଆମର 5 ମଧ୍ୟ ଅଛି। ଆମେ ତାହା ସହିତ କ'ଣ କରିବା? ମୁଁ ନେବି 2ଟିରୁ 2ଟି। ମୁଁ ଯାଞ୍ଚ କରିବି ତାହା ଯଥେଷ୍ଟ ତ? ଏହା ମୋର ଚୟନ ସହିତ ମେଳ ହେବ କି? ନା, ଆମେ ଗୋଟିଏ ଟଙ୍କା କମ୍ କରିବୁ। ମୁଁ କ'ଣ କରିବା ଉଚିତ? ମୁଁ ଗୋଟିଏ 1 ଟଙ୍କାର ନୋଟ୍ ରଖିବି। ଏଣୁ 2ଟି 50ରେ 100 ହେଲା। 2ଟିରୁ 2ଟି 4 ହେଲା ଏବଂ 1ରୁ 1ଟି ତାହା ହେଲା 105। ମୁଁ ସେହି ସମାନ 105 ଟଙ୍କା ଭିନ୍ନ ମୂଲ୍ୟର ଟଙ୍କା ନେଇ ଦର୍ଶାଇଲି। ଟଙ୍କାର ସଂଖ୍ୟା ବଦଳିଲା, କିନ୍ତୁ ବିଡ଼ାର ମୂଲ୍ୟ ନୁହେଁ। ଚାଲ ଦେଖିବା 105 ପାଇବାର ଆଉ ଗୋଟିଏ ଉପାୟ। ଚାଲ ନେବା 10 ଟଙ୍କିଆ ନୋଟ୍ଗୁଡ଼ିକୁ। କିପରି କରିବା ଆମେ 105 10 ଟଙ୍କିଆ ନୋଟ୍କୁ ବ୍ୟବହାର କରି? 1ଟି 10, 2ଟି 10, 3ଟି 10, 4ଟି 10, 5ଟି 10, 6,
7 8 9 10 10ଟି ନୋଟ୍। ମୋର ଅଛି 10ଟି 10 ଏଠାରେ। ଆମେ ଯେତେବେଳେ ଆରମ୍ଭ କରୁ 10ଟି 10 କ'ଣ ଏହାର ଅନୁକୂଳ ହେବ? ଏହା 100 ସମାନ। ପ୍ରଥମ ବିଡ଼ାରେ ଗୋଟିଏ ଟଙ୍କାରୁ ଅଧିକ ମୂଲ୍ୟ ଅଛି। ତୃତୀୟଟିରେ 10 ଟଙ୍କିଆ ନୋଟ୍ ଅଛି, ମୂଲ୍ୟ ସମାନ। କିନ୍ତୁ ସେ ଏଠାରେ କେବଳ 100 ରଖିଛି, ତାଙ୍କୁ ଅଧିକ ଟଙ୍କା ପ୍ରତିନିଧିତ୍ୱ କରିବାକୁ ପଡ଼ିବ। ଆମେ କ'ଣ କରିବା? ଆମେ 5 ଟଙ୍କିଆ ନୋଟ୍ଟିଏ ବ୍ୟବହାର କରିପାରିବା କିମ୍ବା ଆମେ 5 ଟଙ୍କିଆ ମୁଦ୍ରା ବ୍ୟବହାର କରିପାରିବା। ବର୍ତ୍ତମାନ ଚତୁର୍ଥ ବିଡ଼ାରେ ମୁଁ ଗୋଟିଏ 50 ଟଙ୍କିଆ ନୋଟ୍ ରଖିଛି। 10ରୁ 2ଟି, 5 ଟଙ୍କାରୁ 4ଟି, ଏଣୁ 50, 60, 70, 80, 85, 90। ଏଣୁ ଆମେ ଏଠାରେ 90 ଟଙ୍କା ଦେଖାଇଲୁ। ଆମକୁ 15 ଟଙ୍କା ଅଧିକ ଦେଖାଇବାକୁ ହେବ। ଆମେ କ'ଣ କରିବା? 15 ଟଙ୍କାର 1 ଟଙ୍କିଆ ନୋଟ୍ ନେବା। 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15। ଯଦି ତୁମେ ପର୍ଯ୍ୟବେକ୍ଷଣ କରିବ, ଆମେ 105 ଟଙ୍କାକୁ 4ଟି ଭିନ୍ନ ଉପାୟରେ ପ୍ରତିନିଧିତ୍ୱ କରାଇପାରିବା। ଏଇଠାରେ ଆମର କିଛି 2ଟି ନୋଟ୍ ଏବଂ ଆମର ଅଛି 5ଟି ନୋଟ୍। ଏଇଠାରେ ମୋଟ 10ଟି ନୋଟ୍ ଅଛି, ଗୋଟିଏ ମୁଦ୍ରା ମଧ୍ୟ। ଏବଂ ଏଠାରେ ଆମର 50, 10, 5 ଏବଂ 1 ଟଙ୍କା ରହିଛି। ପ୍ରତ୍ୟେକ ବ୍ୟକ୍ତି ପାଖରେ ଏକ ଭିନ୍ନ ସଂଖ୍ୟକ ନୋଟ୍ ଥାଇପାରେ, ଯଦିଓ ଏହା ଠିକ୍ ମୂଲ୍ୟ ଅଟେ 105। ଏହିପରି ଭାବରେ ଆମେ ଟଙ୍କା ବ୍ୟବହାର କରିପାରିବା ବିଭିନ୍ନ ଉପାୟରେ ଦୈନନ୍ଦିନ ଜୀବନର ପରିସ୍ଥିତିରେ। ଆମେ ଦେଖିଲେ କିପରି ଖେଳନା ନୋଟ୍ ଗୁଡ଼ିକୁ ଓ ମୁଦ୍ରା ଗୁଡ଼ିକୁ ଭିନ୍ନ ମୂଲ୍ୟରେ ପରିବର୍ତ୍ତନ କରିପାରିବା। କିପରି ଆମ ଦୈନନ୍ଦିନ ଜୀବନରେ ଟଙ୍କାର ବ୍ୟବହାର ହେଉଛି କୁହ? ମୋ ପାଖରେ କିଛି ଟଙ୍କା ଅଛି। ମୁଁ କିପରି ଗଣିବି ମୋ ପାଖରେ କେତେ ଅଛି? ଚାଲ ଦେଖିବା କେଉଁ ନୋଟ୍ ଗୁଡ଼ିକ ଏଠାରେ ଉପଲବ୍ଧ। ମୋର ଅଛି 2000ର ଗୋଟିଏ ନୋଟ୍, 1000ର ଗୋଟିଏ, 500ର ଗୋଟିଏ, 100ର 3ଟି, 10ର 3ଟି ଏବଂ 1 ଟଙ୍କା। 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15 ଟଙ୍କା ଏଠାରେ ଅଛି। ଏଣୁ ମୁଁ ଯଦି ପରିମାଣକୁ ଗଣିବାକୁ ଚାହିଁବି, ସାଧାରଣ ଭାବରେ କେଉଁଠାରୁ ଆମେ ଆରମ୍ଭ କରିବା? ଆମ ପାଖରେ ଯେତେବେଳେ ଭିନ୍ନ ମୂଲ୍ୟର ଟଙ୍କା ଥାଏ ଏବଂ ଆମେ ଏସବୁର ମୂଲ୍ୟ ଜାଣିଛୁ, ଆମେ କ'ଣ କରିବା? ଆମେ ସବୁ ମୂଲ୍ୟକୁ ଯୋଗ କରିବା। ସାଧାରଣ ଅଭ୍ୟାସରେ ଗଣିବା ଆରମ୍ଭ କରୁ ଆମେ ଏକକ ସ୍ଥିତିରୁ, କିନ୍ତୁ ଟଙ୍କା ଗଣିବାର ଆମେ ପ୍ରକ୍ରିୟା ଆରମ୍ଭ କରୁ ଅଧିକ ମୂଲ୍ୟରୁ। ଆମେ କ'ଣ ପାଇଲୁ? ଆମେ ଆରମ୍ଭ କରୁ ଉଚ୍ଚତମ ମୂଲ୍ୟରୁ ଏବଂ କମ୍ ମୂଲ୍ୟ ଆଡ଼କୁ ଯାଉ। ତେଣୁ ଯୋଗର ସାଧାରଣ ନିୟମ ଅର୍ଥ ବା ଟଙ୍କା ଯୋଗ କରିବାରେ ପ୍ରଯୁଜ୍ୟ ନୁହେଁ। ଆମେ ଦୋକାନକୁ ଯାଉ, ଆମେ ସେଠାକୁ ଯାଉ ଦୈନନ୍ଦିନ ବ୍ୟବହୃତ ଜିନିଷ ପାଇବା ପାଇଁ। ଯେତେବେଳେ ଆମେ ସେଠାକୁ ଯାଉ, ସେମାନେ ଆମକୁ ଜିନିଷ ଦିଅନ୍ତି। ସେମାନେ ସେମାନଙ୍କୁ ମାଗଣାରେ ଦିଅନ୍ତି କି? ଆମେ ସେମାନଙ୍କୁ କ'ଣ ଦେଉ? ଆମେ ସେମାନଙ୍କୁ ଟଙ୍କା ଦେଉ। ଆମେ ଯେତେବେଳେ ସେମାନଙ୍କୁ ଟଙ୍କା ଦେଉ, ସେମାନେ ହିସାବ କରନ୍ତି କେତେ ଟଙ୍କା ଆମକୁ ଦେବାକୁ ପଡ଼ିବ ଏବଂ ଯେତେବେଳେ ଆମେ ଦେଉ, ସେମାନେ ଖୁଚୁରା ଫେରାନ୍ତି। ଚାଲ ଦେଖିବା ସମାନ ପରିସ୍ଥିତି। ବର୍ତ୍ତମାନ ଗୋଟିଏ ବାଳକର ନାମ ରାମୁ ଗୋଟିଏ ଦୋକାନରେ ଅଛି। ରାମୁ କ'ଣ କଲା? ସେ ଗୋଟିଏ ଦୋକାନକୁ ଗଲା ଏବଂ ସେଠାରୁ କିଛି ଜିନିଷ କିଣିଲା। ଯେତେବେଳେ ସେ ଜିନିଷ କିଣିଲା, ଚାଲ ଦେଖିବା କେଉଁ ଜିନିଷ ଗୁଡ଼ିକ ସେ କିଣିଲା। ସେ କ'ଣ କଲା? ସେ 10 ଟଙ୍କାର ପେନ୍ଟିଏ କିଣିଲା। ସେ 5 ଟଙ୍କାରେ ଚକୋଲେଟ୍ ମଧ୍ୟ କିଣିଲା।
ଏବଂ ସେ କିଣିଲା 20 ଟଙ୍କାର 2ଟି ବହି। ଏଣୁ ସେ କିଣିଲା ମୋଟ 3ଟି ଜିନିଷ। ସେ କିଣିଥିବା ଜିନିଷଗୁଡ଼ିକ କ'ଣ? ସେ କିଣିଲା 2ଟି ବହି। ପ୍ରତ୍ୟେକ ବହିର ମୂଲ୍ୟ କେତେ? 20 ଟଙ୍କା। ସେ ପେନ୍ଟିଏ ମଧ୍ୟ କିଣିଲା। ପେନ୍ର ମୂଲ୍ୟ କେତେ? 10 ଟଙ୍କା ଏବଂ ଚକୋଲେଟ୍ର ମୂଲ୍ୟ କେତେ? 5 ଟଙ୍କା ଚକୋଲେଟ୍ ପାଇଁ। ବର୍ତ୍ତମାନ ଆମେ ଯଦି ମୂଲ୍ୟ ହିସାବ କରିବା, ଆମେ ଜାଣିବା ଯେ ସେ କେତେ ଟଙ୍କା ଦୋକାନୀକୁ ଦେବ। ଚାଲନ୍ତୁ ଗଣିବା। 10, 20, 30, 40, 50 ଏବଂ 5, ମୋଟ 55। ରାମୁ ଦୋକାନୀକୁ 55 ଟଙ୍କା ଦେବ। କିନ୍ତୁ ରାମୁ ପାଖରେ ଗୋଟିଏ 100 ଟଙ୍କିଆ ଅଛି। ତେବେ ସେ କ'ଣ କରିବ? ସେ ଦୋକାନୀ ତାକୁ କିଛି ଖୁଚୁରା ଫେରାଇବ କି? କିମ୍ବା ଜିନିଷଗୁଡ଼ିକର ମୂଲ୍ୟ ଦେଇଥିବା ଟଙ୍କା ସହ ସମାନ କି? ଆମେ ଯେତେବେଳେ ଟିକେ ଚିନ୍ତା କରିବା, ଆମେ ଜାଣିବା ଯେ କ'ଣ କରିବା ଦରକାର। ସେ ଦୋକାନୀକୁ ଅଧିକ ଟଙ୍କା ଦେଇଛି। ଏଣୁ ଦୋକାନୀଟି କେବଳ ଜିନିଷର ମୂଲ୍ୟ ହିଁ ନେବ ଏବଂ ଖୁଚୁରା ଫେରାଇଦେବ। ସେ ଯଦି ଖୁଚୁରା ଫେରାଇବ, ଆମକୁ ପ୍ରଥମେ 100କୁ ଖୁଚୁରାରେ ଭାଙ୍ଗିବାକୁ ହେବ। ସେ ନେବ 55 କିଣିବା ଜିନିଷ ପାଇଁ ଏବଂ ବଳକାକୁ ରାମୁକୁ ଫେରାଇଦେବ। ଆମେ ଏହା ମଧ୍ୟ ଦେଖିଛେ ବିୟୋଗ ଧାରଣାରେ। ଯେତେବେଳେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଦୋକାନକୁ ଯାଆନ୍ତି, ଏହି ପ୍ରକାର ଗଣିତ ସେମାନଙ୍କୁ ସାହାଯ୍ୟ କରିବ ବୁଝିବା ପାଇଁ ଯେ ଟଙ୍କାକୁ କିପରି ଭାବେ ବ୍ୟବହାର କରାଯାଏ, ମୂଲ୍ୟ କ'ଣ ଅଟେ, କେତେ ଟଙ୍କା ଦେବା ଉଚିତ ଇତ୍ୟାଦି ଇତ୍ୟାଦି ଆମେ ପର୍ଯ୍ୟବେକ୍ଷଣ କରିପାରିବା। ଏପର୍ଯ୍ୟନ୍ତ ଆମେ ଦେଖିଲୁ ଯେ କିପରି ଭିନ୍ନ ମୂଲ୍ୟର ଟଙ୍କା ପହଞ୍ଚିପାରେ ଖେଳ ଟଙ୍କାର ବ୍ୟବହାର କରି। ବେଳେବେଳେ ଯେତେବେଳେ ଆମକୁ ଟଙ୍କାର ଖୁଚୁରା ପାଇବା ଦରକାର, ଆମେ ଦୋକାନକୁ ଯାଉ, ପୁଣି ବ୍ୟାଙ୍କକୁ ବି ଯାଉ ଟଙ୍କା ଜମା ପାଇଁ ବା ଏହାର ଉଠାଣ ପାଇଁ। ଏହି କାର୍ଯ୍ୟକଳାପରେ ଚାଲ ଦେଖିବା କିପରି ଆମେ ଛୋଟ ବା କମ୍ ଟଙ୍କା ପାଇପାରିବା। ଚାଲ ଦେଖିବା। ଏହି କାର୍ଯ୍ୟକଳାପରେ ଚାଲ ଦେଖିବା, ଆମେ ଯଦି 100 ଟଙ୍କିଆ ନୋଟ୍, ତାହା ହେଉଛି ଯେତେବେଳେ ଆମେ 100ର ଗୋଟିଏ ନୋଟ୍ ଦେଉ, ଆମେ 10ଟି 10 ଟଙ୍କିଆ ପାଇପାରୁ। କ'ଣ ଘଟିବ ଯଦି ଆମେ ବ୍ୟବହାର କରୁ ଗୋଟିଏ 50 ଟଙ୍କିଆ ନୋଟ୍? ଆମେ ପାଇଥିଲୁ 10ଟି 10 ଟଙ୍କିଆ ନୋଟ୍ 100 ଟଙ୍କା ପାଇଁ। 50 ଟଙ୍କା ପାଇଁ କେତୋଟି 10 ଟଙ୍କିଆ ଦରକାର? ଯେହେତୁ ଏହା 100 ଟଙ୍କାର ଅଧା, ଆମେ ପାଇବା ଅଧା ନୋଟ୍। 5 ଟଙ୍କାରେ ବଦଳାଇଲେ ଆମେ କ'ଣ ପାଇବା? ନୋଟ୍ରୁ ସଂଖ୍ୟା, ଯାହାକି ଆମେ ବୃଦ୍ଧି ପାଇଲୁ। ତେଣୁ ଏହା ଭଲ ଯେ ନିଜେ 10 ଟଙ୍କାର ଖୁଚୁରା ପାଇବା। ତେଣୁ ଏହା ଏକ ଭଲ ବିକଳ୍ପ। ତାହା ହେଉଛି ଆମେ ପାଇବା 5 ଟଙ୍କା ପ୍ରତ୍ୟେକ 10 ଟଙ୍କା ପାଇଁ। ଏଣୁ ଯେତେବେଳେ ଆମେ ଦେଖୁ 100 ଟଙ୍କା ପାଇଁ ଆମେ ପାଇଲୁ 10 ଟଙ୍କାରୁ 10ଟି ନୋଟ୍ ଏବଂ 50 ଟଙ୍କା ପାଇଁ 10 ଟଙ୍କାରୁ 10ଟି ନୋଟ୍ ଏବଂ 50 ଟଙ୍କା ପାଇଁ 10 ଟଙ୍କାର 5ଟି ନୋଟ୍। କ'ଣ ଆମେ ବୁଝିଲୁ? 100 ଟଙ୍କାର ମୂଲ୍ୟ 50 ଟଙ୍କାର ମୂଲ୍ୟଠାରୁ ଅଧିକ ଅଟେ। ବର୍ତ୍ତମାନ ଆମେ ଯଦି 10 ଟଙ୍କାକୁ ବ୍ୟବହାର କରିବା, ଏହା କେତେ ପ୍ରକାର ଉପାୟରେ ଏହାର ଖୁଚୁରା ପାଇପାରିବା। ମୁଁ ଏଠାରେ କ'ଣ କରିବାକୁ ଯାଉଛି? ତାହା ହେଉଛି ମୁଁ ବ୍ୟବହାର କରିବି 5 ଟଙ୍କିଆ ନୋଟ୍। ମୁଁ ଯଦି ଗୋଟିଏ 5 ଟଙ୍କିଆ ନୋଟ୍ ରଖିବି, ଏହା ସମାନ ହେବ କି? ନା। ମୁଁ ଯଦି ଆଉ ଗୋଟିଏ 5 ଟଙ୍କିଆ ରଖିବି, ସେଗୁଡ଼ିକ ମଧ୍ୟରୁ 2ଟି ଅଛି। କ'ଣ ପାଇଁ ଆମେ 5 ଟଙ୍କିଆରୁ 2ଟି ନୋଟ୍ ନେଲୁ? ଆମେ ଏହାକୁ 10 ଟଙ୍କା ପାଇଁ ନେଲୁ। ଯେପରି ଆମେ ପାଇଲୁ 2ଟି ନୋଟ୍ 5 ଟଙ୍କାର ଓ 10 ଟଙ୍କା ପାଇଁ। ଚାଲ ଦେଖିବା କେତୋଟି 1 ଟଙ୍କା ଆମେ ପାଇପାରିବା 5 ଟଙ୍କା ପାଇଁ। 1, 2, 3, 4, 5 ଟଙ୍କା ସେ ପାଇଲା। 1 ଟଙ୍କାରୁ 5ଟି 5 ଟଙ୍କା ପାଇଁ
जदि आमे 1 टंका पाई 10 पैसा नेबा आमे पाइबा 10टी 10 पैसा मुद्रा। आमे देखि परिबा 10 पैसा ए भाबरे 10, 20, 30, 40, 50, 60, 70, 80, 90 एवं 100। आमर 100 पैसा अछि एणु आमे पाइलु 10 पैसार 10टी मुद्रा। जेतेबेले आमे 10टी 10 पैसार मूल्य जोग करिबा आमे 100 पैसा पाइबा। एही कार्यकलापरू आमे कोन बुझिलु? 1 टंका केते पैसा? 1 टंका 10टी 10 पैसा सहित समान। तेणु 1 टंका 100 पैसा सहित समान। आमे गोटे टंका पाई परिबा कि 10टी 10 पैसा देई? हाँ हाँ आमे करि परिबा। यह संभव 1 टंका पाइबा 10टी 10 पैसा देई। एहीपरि यह संभव जे कम मूल्य थिबा टंका पाइबा जेतेबेले आमे टंका व्यवहार करू भिन्न भिन्न परिस्थिति रे। यह करिबा द्वारा आमको किछि लाभ मिलिथाय कि? आमे जेतेबेले गोटिए दुकान को जाऊ यह आवश्यक जे विभिन्न मूल्यर नोट रखिया पई। जेतेबेले आमे सेमानंकु गोटिए 100 देऊ से विभिन्न नोटर खुचरा आमको फेरांती एवं जेतेबेले आमे 1 टंका को 10 पैसार 10टी मुद्रा सहित भाग करू आमे दशमिक व्यवस्था को बुझी परिबा। टंका सह आमे दशमिक व्यवस्था को बुझी परिबा। जेतेबेले आमे पाऊ 10टी 10 पैसा 1 टंका पाइबा गोटिए 10 पैसा पाई। एठारे आमे पाइबा 1 पैसा 10टी। 1, 2, 3, 4, 5, 6, 7, 8, 9, 10 एणु आमे पाइलु 10टी 10 पैसा। जदिओ यह टंकार विषय परवर्ती श्रेणी मानकरे चतुर्थ बा पंचम श्रेणी रे आमे सेतेबेले दशमिक धारणा संपर्क आसिबा। एही उदाहरण आमको सहायक हेबो। एणु यह गुरुत्वपूर्ण जे आमे मुद्रार धारणा पाइबा। आमे जेतेबेले किछि टंका देऊ यह संभव कि खुचरा पाइबा केवल गोटिए उपाय रे 1 टंका पाई केवल 10 पैसा खुचरा करा जाय परिबो कि? किंबा केतोटी 1 टंकिया 5 टंकिया बदले पाई परिबा? आमे जेतेबेले किछि टंका देऊ यह संभव कि खुचरा पाइबा केवल गोटिए उपाय रे 1 टंका पाई केवल 10 पैसा खुचरा पाई परिबा कि? किंबा केतोटी 50 पैसा मुद्रा 1 टंका बदले पाई परिबा? आमे पाइबा 50 पैसार 2टी मुद्रा। केतोटी 1 टंकिया 5 टंका बदले पाई परिबा? आमे 5टी 1 टंकिया मुद्रा 5 टंका पाई परिबा। 5टी मुद्रार मूल्य कोन? 5टी 1 टंकिया। केतोटी 2 टंकिया पाइबा 10 टंका पाई? जदि तुमे भाबिबो तुमे उत्तर दे परिबो। छात्र माने प्राथमिक स्तर रे एही प्रश्नर उत्तर देबार संभावना रहिछि। केते साधन जोग करे 10 पर्यंत